ବଉଳା ଗାଈ ଓ ବାଘ। ଗୋଟିଏ ଗାଁରେ ବଉଳା ନାମକ ଗାଈଟିଏ ରହୁଥିଲା। ସେ ଦେଖିବାକୁ ଭାରି ସୁନ୍ଦର ଥିଲା। ତାର ସ୍ୱଭାବ ବହୁତ ଶାନ୍ତଶିଷ୍ଟ ଥିଲା। ଗାଁରେ ଥିବା ଅନ୍ୟ ପଶୁ ଏବଂ ଗ୍ରାମବାସୀମାନେ ତାକୁ ଭାରି ଭଲ ପାଉଥିଲେ। ସେ ସମସ୍ତଙ୍କ ସାଥିରେ ସ୍ନେହ ଆଦରର ସହିତ ରହୁଥିଲା। ବଉଳାର କଅଁଳ ବାଛୁରୀଟିଏ ମଧ୍ୟ ଥିଲା। ଦିନକର କଥା, ବଉଳା ଜଙ୍ଗଲରେ ଘାସ ଚରୁ ଚରୁ ଘନ ଜଙ୍ଗଲ ଭିତରକୁ ପଳେଇଲା। ସେଠାରେ ସେ ଗୋଟିଏ ବାଘ ହାବୁଡ଼ରେ ପଡ଼ିଲା। ବାଘଟି ତାକୁ ଆକ୍ରମଣ କରିବାକୁ ଯାଉଥିଲା ବେଳେ ବଉଳା ଭାରି କାକୁତି ମିନତି ହେଇ ବାଘକୁ କହିଲା, ବାଘ ଭାଇ, ମତେ ଛାଡ଼ି ଦିଅ ବାଘ ଭାଇ। ମୋର ଗୋଟେ କଅଁଳା ବାଛୁରୀଟିଏ ଅଛି। ସେ ଏବେ ମୋ ବାଟ ଚାହିଁ ବସିଥିବ। ମୁଁ ଘରକୁ ଯାଇ ତାକୁ କ୍ଷୀର ପିଇ ଆସିଲେ ମତେ ତୁମେ ଖାଇବ। ବଉଳା କଥା ଶୁଣି ବାଘକୁ ଭାରି ହସ ମାଡ଼ିଲା। ସେ କହିଲା, ତୁ କଣ ମତେ ବୋକା ଭାବିଲୁ କି? କାହାର ପୁଣି ନିଜ ପ୍ରାଣକୁ ଲୋଭ ନାହିଁ ଯେ ସେ ଜାଣି ଜାଣି ମରଣ ଆଗକୁ ଆସିବ। ପାଇଥିବା ଶିକାରକୁ ମୁଁ ଜମା ଛାଡ଼ିବିନି। ବଉଳା କିନ୍ତୁ ବାଘକୁ ବହୁତ ବିନତି କଲା ଏବଂ କହିଲା, ମୁଁ ତୁମକୁ କଥା ଦଉଛି ବାଘ ଭାଇ, ମୁଁ ଥରେ ଖାଲି ମୋ ବାଛୁରୀକୁ କ୍ଷୀର ପିଆଇ ଦେବି ଆଉ ତାକୁ ମନ ଭରି ଗେଲ କରିଦେବି। ତାପରେ ମୁଁ ତୁମ ଭୋଜନ ହେବାକୁ ନିଶ୍ଚୟ ତୁମ ପାଖକୁ ଆସିବି। ବାଘକୁ ବଉଳା କଥା ଶୁଣି ଭାରି ଆଶ୍ଚର୍ଯ୍ୟ ଲାଗିଲା। ସେ ବଉଳାକୁ ଛାଡ଼ିଦେଲା। ବଉଳା ସାଙ୍ଗେ ସାଙ୍ଗେ ଦୌଡ଼ି ତା ଛୁଆ ପାଖକୁ ଗଲା। ତାକୁ ପେଟ ଭରି କ୍ଷୀର ପିଆଇଲା ଓ ବହୁତ ଗେଲ କଲା। ସେ ତା ଛୁଆ ବାଛୁରୀକୁ ବୁଝାଇ ସୁଝାଇ କହିଲା, ଜମା କାହାର କ୍ଷତି କରିବୁନୁ, ସମସ୍ତଙ୍କ ସହିତ ମିଳିମିଶି ରହିବୁ, ସବୁବେଳେ ସତ କହିବୁ। ଏହା କହି ବଉଳା ବାଘର ଗୁମ୍ଫା ପାଖକୁ ଗଲା। ବଉଳାକୁ ଦେଖି ବାଘର ଆଶ୍ଚର୍ଯ୍ୟର ସୀମା ରହିଲାନି। ସେ ଜାଣିପାରିଲା ବଉଳା ନିଜ ଜୀବନ ଅପେକ୍ଷା ନିଜ କଥାର ବହୁତ ମହତ୍ୱ ରଖେ। ଏମିତି ଗୋଟିଏ ଭଲ ପ୍ରାଣୀକୁ ବାଘ କେମିତି ବା ମାରିଥାନ୍ତା? ତେଣୁ ସେ ବଉଳାକୁ ଫେରାଇ ଦେଲା। ଏହି ଗପରୁ ଆମେ ଜାଣିବାକୁ ପାଇଲେ ସତ ବଳରେ ମୃତ୍ୟୁ ମୁଖରୁ ମଧ୍ୟ ବଞ୍ଚି ହୁଏ।